ମର୍ଦ୍ଦ ପିଲାର ଭାଷା ମାଇଚି ଟୋକିର ଖୋସା ଆଙ୍କର ନା ଖୋସା ଅଛି ନା ମର୍ଦ୍ଦ ପିଲାର ଭାଷା ଅଛି ଆଙ୍କର କିଛି ନାହିଁ। ନିଷ୍ପତ୍ତି ନେଇଥାଉଛନ୍ତି ବଦଳେଇ ଦଉଛନ୍ତି କୁଆଡୁ କଣ ଆସିଲେ ପର ମୁହୂର୍ତ୍ତରେ ସେମାନେ ଛେପ ଢୋକିଛନ୍ତି, ଟିଙ୍ଗଲା ଛେପ ଢୋକିଛନ୍ତି। ପାନପରା କଥା ପଢିଥିଲେ, ସିଗାରେଟ ଧୂଆଁ ବିଭିନ୍ନ ପ୍ରକାର ଗୁଟକା ଉପରେ କହିଥିଲେ। ପର ମୁହୂର୍ତ୍ତରେ କଣ ହେଲା କେଜାଣି ଭିତରିଆ ସେଟିଂ ହେଲା, ତାକୁ ପରିବର୍ତ୍ତନ କଲେ। 2 ବର୍ଷ ଭିତରେ ସରକାର ବହୁ ନିଷ୍ପତ୍ତିକୁ ପରିବର୍ତ୍ତନ କରିଛନ୍ତି। ଏ ନୂତନତ୍ଵ ନୁହଁ। ବର୍ତ୍ତମାନ କାଲି ବି ମୁଁ କହିଥିଲି ଏ 5 କେଜିଆ ଗ୍ୟାସ ହାଣ୍ଡି ଯଦି ବନ୍ଦ କରିବେ, ଯୋଉ ଛୋଟ ଛୋଟ ପିଲାମାନେ ବିଭିନ୍ନ ଜିଲ୍ଲାରୁ ଆସିକି ପଢୁଛନ୍ତି, ଯେହେତୁ ତାଙ୍କର ଗାଁରେ ତାଙ୍କର ଗ୍ୟାସ ହାଣ୍ଡି ଅଛି, ଏଇଠି ଗ୍ୟାସ ହାଣ୍ଡି 5 କିଲିଆ ନେଇକି ସେମାନେ ରୋଷେଇବାସ କରିକି ବଞ୍ଚୁଥିଲେ, ପଢୁଥିଲେ। ଗରିବ ଲୋକମାନେ ବି 5 କେଜିଆ ରୋଷେଇବାସ 5 କେଜିଆ ନେଇକି ବଡ ହାଣ୍ଡି କିଣିବାକୁ ପଇସା ନଥିଲା, 5 କେଜିଆ ନେଇକିରି କିଣିକିରି ବଞ୍ଚୁଥିଲେ, ରୋଷେଇବାସ କରୁଥିଲେ। ଏ ମନ୍ତ୍ରୀ କିଛି ଉଦ୍ଦେଶ୍ୟ ଖରାପ ରଖିକିରି ଉଦ୍ଦେଶ୍ୟମୂଳକ ଭାବରେ 5 କେଜିଆ ଗ୍ୟାସ କାଟିବା ପାଇଁ ବ୍ୟବସ୍ଥା କରିଥିଲେ। ବିଭିନ୍ନ ଆଡୁ ଚାପ ହେଲା ପରେ ତାକୁ ପୁନର୍ବାର ନିଜେ ନ କହି ସେକ୍ରେଟାରୀ କମିଶନରଙ୍କ ତୁଣ୍ଡରେ କୁହାଇଛନ୍ତି। ଏଇଟା ସ୍ପଷ୍ଟ ଜଣା ପଡୁଛି। କିନ୍ତୁ ଏ ସରକାରଙ୍କ ଉପରେ ଲୋକଙ୍କର ଆଉ ଭରସା ବିଶ୍ୱାସ ନାହିଁ। ସକାଳେ ଗୋଟେ କଥା କହିବେ, ସନ୍ଧ୍ୟା ବେଳକୁ ପରିବର୍ତ୍ତନ କରିଦେବେ। ଆଙ୍କର ଜବାବ ନାହିଁ। ଯୋଉ ମଣିଷ ମର୍ଦ୍ଦ ପିଲାର ଭାଷା ମାଇଚି ଟୋକିର ଖୋସା ଆଙ୍କର ନା ଖୋସା ଅଛି ନା ମର୍ଦ୍ଦ ପିଲାର ଭାଷା ଅଛି, ଆଙ୍କର କିଛି ନାହିଁ। ନିଷ୍ପତ୍ତି ନେଇଥାଉଛନ୍ତି ବଦଳେଇ ଦଉଛନ୍ତି।